ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ମିଳିଲା ଆଜୀବନ କାରାଦଣ୍ଡ। 1984 ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ପୂର୍ବତନ ସାଂସଦ ସଜ୍ଜନ କୁମାରଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି ଦିଲ୍ଲୀର ରାଉସ ଆଭିନ୍ୟୁ କୋର୍ଟ। ଫେବୃଆରୀ 12 ତାରିଖରେ ସଜ୍ଜନ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଆଜି ଦଣ୍ଡାଦେଶ ହୋଇଛି। 1984 ଶିଖ୍ ବିରୋଧୀ ଦଙ୍ଗା ସହିତ ଜଡ଼ିତ ସରସ୍ୱତୀ ବିହାର ହତ୍ୟା ମାମଲାରେ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ତେବେ ଦଣ୍ଡାଦେଶ ପୂର୍ବରୁ ସଜ୍ଜନ କୁମାର ଦଣ୍ଡ କୋହଳ କରିବା ପାଇଁ ଅପିଲ କରିଥିଲେ। ସେ ଦଲିଲରେ କହିଥିଲେ, ଏ ମାମଲାରେ ମୋତେ ଫାଶୀ ଦଣ୍ଡାଦେଶ ଶୁଣାଇବାର କୌଣସି ଆଧାର ନାହିଁ। ସେ ଆହୁରି କହିଥିଲେ, ମୁଁ 80 ବର୍ଷର ହୋଇଛି, ବଢ଼ୁଥିବା ବୟସ ସହିତ ଅନେକ ରୋଗ ସମସ୍ୟା ମଧ୍ୟ ରହିଛି। 2018ରୁ ଜେଲରେ ବନ୍ଦୀ ରହିଛି। ସେବେଠୁ ମୋତେ କୌଣସି ପାରୋଲ ମିଳିନାହିଁ। ସୂଚନାଯୋଗ୍ୟ ନଭେମ୍ବର 1 ତାରିଖ 1984 ମସିହାରେ ପଶ୍ଚିମ ଦିଲ୍ଲୀର ରାଜନଗର ଅଞ୍ଚଳରେ ସର୍ଦ୍ଦାର ଯଶୱନ୍ତ ସିଂ ଏବଂ ସର୍ଦ୍ଦାର ତରୁଣଦୀପ ସିଂଙ୍କୁ ହତ୍ୟା କରାଯାଇଥିଲା। ବ୍ୟୁରୋ ରିପୋର୍ଟ, ସର୍ବଶକ୍ତି ନ୍ୟୁଜ୍।